ରାଜସ୍ୱ ବିଭାଗଟା ହେଉଛି ସରକାରଙ୍କର ମାତୃ ବିଭାଗ। ଇଏ ବିଭାଗ ସାଙ୍ଗରେ ପ୍ରତ୍ୟେକଟି ମଣିଷର ନିବିଡ଼ ସମ୍ପର୍କ ଅଛି। ଜମି ଏବଂ ମଣିଷର ସମ୍ପର୍କ ଯୁଗ ଯୁଗ ଧରିକି ଚାଲି ଆସିଛି ଏବଂ ସମସ୍ୟା ମଧ୍ୟ ଯେବେ ଯେବେ ହେଇଛି, ସତ୍ୟ ଯୁଗରେ କୁହନ୍ତୁ, ତ୍ରେତୟା ଯୁଗରେ କୁହନ୍ତୁ, ଦ୍ୱାପର ଯୁଗରେ କୁହନ୍ତୁ, ବର୍ତ୍ତମାନ କୁହନ୍ତୁ, ଲଢ଼େଇ ଜମି ପାଇଁ। 5 ଖଣ୍ଡ ଗାଁ ଯଦି ଦୁର୍ଯ୍ୟୋଧନ ଦେଇଥାନ୍ତେ ମହାଭାରତ ଯୁଦ୍ଧ ହେଇନଥାନ୍ତା। ଆଜି ମଧ୍ୟ ଦେଶ ଦେଶ ଭିତରେ ମଧ୍ୟ ବିବାଦର କାରଣ ହେଉଛି ଜମି। ଏବଂ ଆଧୁନିକ ଯୁଗରେ ରାଜ୍ୟ ରାଜ୍ୟ ଭିତରେ ବି ଜମିକୁ ନେଇକି ସମସ୍ୟା ତିଆରି ହେଉଛି। ତେଣୁ ଏ ସବୁ ସମସ୍ୟାକୁ ସମାହିତ କରିବାର ଯେଉଁ ଗୁରୁ ଦାୟିତ୍ୱ ରାଜସ୍ୱ ବିଭାଗର, ଏବଂ ବିକାଶ ପାଇଁ ଜମି ଦରକାର। ବିନା ଜମିରେ ବିକାଶ ହେଇପାରିବ ନାହିଁ। ରେଳ ବିସ୍ତାର ପାଇଁ ଜମି ଦରକାର। ଆପଣଙ୍କର ରାଜପଥ ବିସ୍ତାର ପାଇଁ ଜମି ଦରକାର। ଜଳସେଚନ ପାଇଁ ଜମି ଦରକାର। ଏୟାରପୋର୍ଟ ପାଇଁ ଜମି ଦରକାର। ସ୍କୁଲ ତିଆରି କରିବା ପାଇଁ ଜମି ଦରକାର। ଡାକ୍ତରଖାନା କରିବା ପାଇଁ ଜମି ଦରକାର। ତେଣୁ ଜମିର ମ୍ୟାନେଜମେଣ୍ଟ ଏବଂ ଜମିକୁ ନେଇକରି ଯେଉଁ 4.5 କୋଟି ଲୋକ ସେବା ଚାହୁଁଛନ୍ତି, ସେ ସେବାକୁ ଦ୍ୱାର ଦେଶରେ ପହଞ୍ଚିବା ପାଇଁ ଇଏ ସରକାରଙ୍କର ଯେଉଁ ଯୋଜନା, ଆଜି ତାର ଏକ ନୂଆ ସୋପାନରେ ପହଞ୍ଚିବାର ସମୟ ଆସିଲା। ଏଠି ଜମି ଦଲିଲ ରେଜିଷ୍ଟ୍ରେସନ କରିବା ପାଇଁ ସବ୍ ରେଜିଷ୍ଟ୍ରାର ଅଫିସକୁ ଯିବାକୁ ପଡ଼ୁଥିଲା ଏବଂ ମୂଳତଃ ସବ୍ ରେଜିଷ୍ଟ୍ରାର ମାନେ ସବ୍ ଡିଭିଜନାଲ ସ୍ତରରେ କିମ୍ବା ଜିଲ୍ଲା ସ୍ତରରେ ଥିଲା। ଦୂର ଦୂରାନ୍ତରୁ ଲୋକ ଆସୁଥିଲେ, ପୁଣି ନହେଲେ ଫେରୁଥିଲେ, ପୁଣି ଆଉଥରେ ଆସୁଥିଲେ। ଏବେ ପ୍ରତ୍ୟେକ ତହସିଲକୁ ଆମେ ସବ୍ ରେଜିଷ୍ଟ୍ରାରଙ୍କର କ୍ଷମତା ପ୍ରଦାନ କଲୁ, ଯାହାଫଳରେ ତହସିଲ ଅଫିସରେ ଜମି କିଣାବିକା ବି ହେବ ଏବଂ ତହସିଲ ଅଫିସରେ ହିଁ ଜମିର ପଟ୍ଟା କିଣିବା ଲୋକ ପାଇପାରିବ। ଯିବା ପାଇଁ ପଡ଼ୁଥିଲା, ଲୋକଙ୍କ ପାଖରେ ସମୟର ଅଭାବ ଥିଲା ଏବଂ ଇଏ ଅଫିସ ସବୁ ମୂଳତଃ ଦଲାଲ ମାନଙ୍କର କବ୍ଜାରେ ଥିଲା। ଦଲାଲ ମୁକ୍ତ କରିବା ପାଇଁ ଏବେ ଆମେ ଆପ୍ ମାଧ୍ୟମରେ, ମୋବାଇଲ ଆପ୍ ମାଧ୍ୟମରେ ମଧ୍ୟ ବ୍ୟବସ୍ଥା କରିଛୁ, ଯାହାଫଳରେ ମୋବାଇଲ ମାଧ୍ୟମରେ ଜମି କିଣାବିକା ହେଇପାରିବ, ସ୍ଲଟ ବୁକିଂ ହେଇପାରିବ। କେବଳ ଚେହେରା ଚିହ୍ନଟ କରିବାର ଯେଉଁ ଗୋଟେ ପ୍ରକ୍ରିୟା, ସେ ସମୟରେ ଅଧା ଘଣ୍ଟା ତାକୁ ଯିବାକୁ ପଡ଼ିବ, ନହେଲେ ଘରେ ବସିକରି ତାର ରେଜିଷ୍ଟର ସେଲ୍ ଡିଡ୍ଟା ମଧ୍ୟ ସେ ଡାଉନଲୋଡ୍ କରିପାରିବ। ତେଣୁ ରାଜସ୍ୱ ସେବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଯେଉଁ ଗୋଟେ ପରେ ଗୋଟେ ସଂସ୍କାର ଆମେ ବା ଆରମ୍ଭ କରିଥିଲୁ, ଆଜି ଗୋଟେ ନିର୍ଦ୍ଦିଷ୍ଟ ସୋପାନରେ ପହଞ୍ଚିଛି ଏବଂ ଆଶା କରୁଛୁ ଯେ ଓଡ଼ିଶାର ଜମି ଜମା ମାମଲା, ଓଡ଼ିଶାରେ ରାଜସ୍ୱ ବିଭାଗର ଯେତେ ପ୍ରକାର ସେବା ଅଛି, ଆଜି ଯେଉଁ ହ୍ୱାଟ୍ସଆପ୍ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ, ଶୁଭାରମ୍ଭ କଲେ, ତାର ମାଧ୍ୟମ ମଧ୍ୟ 11ଟି ସେବା ହ୍ୱାଟ୍ସଆପ୍ ମାଧ୍ୟମରେ ପାଇବେ। ଘରୁ ଦ୍ୱାର ଡେଇଁକରି ବାହାରକୁ ବାହାରିବା ପାଇଁ ପଡ଼ିବ ନାହିଁ। ଆବେଦନ ମଧ୍ୟ କରିପାରିବେ ହ୍ୱାଟ୍ସଆପ୍ ମାଧ୍ୟମରେ। ହ୍ୱାଟ୍ସଆପ୍ ମାଧ୍ୟମରେ ସେବା ପ୍ରାପ୍ତ ମଧ୍ୟ କରିପାରିବେ ଏବଂ ଯେଉଁଟା ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କେଉଁ ସେବା କେତେ ଦିନ ଭିତରେ କରିବେ, ତାକୁ ମଧ୍ୟ ଆମେ ଧାର୍ଯ୍ୟ କରିଛୁ। କୌଣସି ଅଧିକାରୀ ସମୟ ସୀମା ବାହାରକୁ ଗଲେ ତାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ORTPS ଆଇନରେ ବ୍ୟବସ୍ଥା ଅଛି ଏବଂ ଇଏ ସମସ୍ତ କାମ କଲା ବେଳକୁ ମଧ୍ୟ ଯେଉଁ ହ୍ୱାଟ୍ସଆପ୍ର ଆଜି ଆମେ ଉନ୍ମୋଚନ କଲୁ, ଯଦି କେହି ସେବା ଦେବାରେ ତ୍ରୁଟି କରେ ତାହେଲେ କେହି ଚାହିଁବ ଅଭିଯୋଗ କରିବା ପାଇଁ, ସେ ସିଧା ରାଜସ୍ୱ ବିଭାଗକୁ, ରାଜସ୍ୱ ବିଭାଗର ମନ୍ତ୍ରୀ ଏବଂ ଅତିରିକ୍ତ ଶାସନ ସଚିବ ପର୍ଯ୍ୟନ୍ତ ମଧ୍ୟ ସେ ହ୍ୱାଟ୍ସଆପ୍ ମାଧ୍ୟମରେ ପହଞ୍ଚି ପାରିବେ। ଲକ୍ଷ୍ୟ ଏଇଟା, ରାଜସ୍ୱ ସେବା ସମସ୍ତଙ୍କୁ ପହଞ୍ଚେଇବା, ଲୋକଙ୍କର ଦ୍ୱାର ଦେଶରେ ପହଞ୍ଚେଇବା, ସେମାନଙ୍କୁ ରାଜସ୍ୱ ବିଭାଗକୁ ନ ଡାକିକରି ରାଜସ୍ୱ ବିଭାଗକୁ ସେମାନଙ୍କ ପାଖରେ ପହଞ୍ଚେଇବା, ଦଲାଲ ମୁକ୍ତ କରିବା, ଦୁର୍ନୀତି ମୁକ୍ତ କରିବା, ରାଜସ୍ୱ ବିଭାଗକୁ କାର୍ଯ୍ୟକ୍ଷମ କରିବା, ତ୍ୱରିତ ଗତିରେ ସେବା ପ୍ରଦାନ କରିବା। ସେ ଦିଗରେ ମୋତେ ଲାଗୁଛି ବିଗତ 1.5 ବର୍ଷ ଭିତରେ ରାଜସ୍ୱ ସଂସ୍କାର ବ୍ୟାପକ ଭାବରେ ଆସିଛି, କିନ୍ତୁ ଆହୁରି ଗୁଡ଼ିଏ ସମସ୍ୟା ଅଛି, ଯେଉଁ ସମସ୍ୟାକୁ ରାଜସ୍ୱ ବିଭାଗ ଅଧ୍ୟୟନ କରୁଛି। ଆକୁ ଇଏ
विभागर सेवा प्रदान क्षेत्र में आम चाहूँ सारा देश में राजस्व सेवा प्रदान क्षेत्र में राजस्व जमी जमा मामला रो संपूर्ण दस्तावेज प्रस्तुत करने मामला रे संपूर्ण दस्तावेज को कंप्यूटरीकरण करने बाबद रे एवं केवल कंप्यूटरीकरण नुह स्वयं चालित संशोधन कौन व्यवस्था हो पार ताकू आम करुचु लक्ष्य यहाँ आगामी दिन रे सारा भारत वर्ष रे राजस्व सेवा को ओडिशार राजस्व सेवा प्रदान क्षेत्र में भारत वर्ष रे गोटे मॉडल राज्य करिवार दिगरे आमे गति करुचु। भागचाषी विषय को लेकर गोटे जटिल विषय यहाँ भागचाषी विषय को लेकर एकाधिक बार राजस्व विभाग कृषि विभाग समवाय विभाग एवं अन्य विभाग अधिकारी मान साथ कथबार्ता है अतीत में गुड़िए कमिटी फमिटी को अध्ययन करने से कमिटी रिपोर्ट आम अध्ययन करूँ यहाँ एक जटिल प्रसंग एवं ये प्रसंग बाबद आम अध्ययनरत अच्छू एते स्टेक होल्डर अच्छा जमीर मालिक ठारू आरंभ करी जे भागचाषी अच्छी ये समस्त पाखरे आम पहुँचवार प्रयास करुचु। ये सरकार गोटे जिनस विश्वास करे सेटा है कनसेनसस तैयारी करवा सहमति आधार रे आज आपड़ देखिथे आपन को कहूली मु गुड़िए जिला जिला सब डिविजन तहसील गाँ यार ना ओडियार नार विकृत इंग्राजी अच्छी ये भाया ताको आमे प्रोक्लामेशन करिचु देवगढ़ देवगढ़ ये भितर इंग्राजी उच्चारण कला बेलू मन होती आउ गोटे जिला एटा तेणु ताकू आमे निजे निष्पत्ति न नहीं करी मान्यवर सांसद माने विधायक माने जनप्रतिनिधि माने एवं साधारण लोक गणमाध्यम एमानकर मध्य आमे परामर्श प्रतिक्रिया एवं मतामत मागिचु। ठीक से भाया ये जो बड़ प्रसंग होची भागचाषी विषय को लेकर अन्य राज्य रे मध्य जो भागचाषी नियम अच्छी ताकू आमे अध्ययन करुचु आम पाखरे जो तथ्य अच्छी ताकू अध्ययन करुचु सबू स्टेक होल्डर सांगरे परामर्श कलापर कनसेनसस आधार रे राजस्व विभाग ये दिगरे आकु निर्दिष्ट पदक्षेप नेब एवं तो अध्ययनरत अच्छू ताकू अध्ययन समाप्त होला तार कार्यान्वयन कथा आसीबो किंतु गोटे मंत्र स्पष्ट जानी था मंत्र है सबका साथ सबका विकास सबका प्रयास से मंत्र रे ही ये सरकार चली ओडिशा रे एवं ये क्षेत्र में से मंत्र व्यवहार हो।